1 ଲକ୍ଷ ଟଙ୍କାର ଔଷଧ ଖାଇବା ବଦଳରେ କେଉଁ ଗୋଟିଏ ପତ୍ର ଖାଇଲେ ମରିବା ପର୍ଯ୍ୟନ୍ତ ଚଷମା ପିନ୍ଧିବାକୁ ହେବ ନାହିଁ? ତ ନମସ୍କାର ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ। ଫ୍ରେଣ୍ଡସ୍, ଆଜିର ପ୍ରଶ୍ନଗୁଡ଼ିକ ବହୁତ ଇଣ୍ଟରେଷ୍ଟିଂ ରହିଛି, ତେଣୁ ଆପଣମାନେ ଭିଡ଼ିଓଟିକୁ ସ୍କିପ୍ ନକରି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ତ ଚାଲନ୍ତୁ ଡେରି ନକରି ଆଜିର ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ସୋ ଫ୍ରେଣ୍ଡସ୍, ଆଜିର ପ୍ରଥମ ପ୍ରଶ୍ନଟି ରହିଛି, ଚାରେ କ'ଣ ମିଶାଇ ପିଇଲେ ଆଣ୍ଠୁ ଗଣ୍ଠି ଦରଜ ଶୀଘ୍ର କମିଯାଏ? ଅପସନ୍ ଏ କ୍ଷୀର, ଅପସନ୍ ବି ଅଦା, ଅପସନ୍ ସି ଗୁଡ଼ ଏବଂ ଅପସନ୍ ଡି ମହୁ। ସୋ ଫ୍ରେଣ୍ଡସ୍, ଯଦି ଆପଣମାନେ ଏହି ପ୍ରଶ୍ନଗୁଡ଼ିକର ଆନ୍ସର୍ ଜାଣିଛନ୍ତି ତାହେଲେ କମେଣ୍ଟ ମାଧ୍ୟମରେ 5 ସେକେଣ୍ଡ ମଧ୍ୟରେ ଉତ୍ତର ଗୁଡ଼ିକ ଦେଇପାରିବେ। ସମୟଟି ଆରମ୍ଭ ହେଉଛି ଏବେଠୁ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଅଦା। ଚାରେ ଅଦା ମିଶାଇ ପିଇଲେ ଆଣ୍ଠୁ ଗଣ୍ଠି ଦରଜ ଶୀଘ୍ର କମିଯାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। କେଉଁ ପତ୍ର ପେଷ୍ଟ କରି ମୁହଁରେ ଲଗାଇଲେ ବୁଢ଼ୀ ବୟସରେ ବି ମୁହଁରେ ଚମକ ଆସିବ? ଅପସନ୍ ଏ ଧନିଆ ପତ୍ର, ଅପସନ୍ ବି ବେଲପତ୍ର, ଅପସନ୍ ସି ତୁଳସୀ ପତ୍ର ଏବଂ ଅପସନ୍ ଡି କଦଳୀ ପତ୍ର। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ତୁଳସୀ ପତ୍ର। ତୁଳସୀ ପତ୍ର ପେଷ୍ଟ କରି ମୁହଁରେ ଲଗାଇଲେ ବୁଢ଼ୀ ବୟସରେ ବି ମୁହଁରେ ଚମକ ଆସିବ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ମୂଳା ଖାଇବା ଦ୍ୱାରା କେଉଁ ରୋଗ ଠିକ୍ ହୋଇଥାଏ? ଅପସନ୍ ଏ ମଧୁମେହ, ଅପସନ୍ ବି ସୁଗାର, ଅପସନ୍ ସି ହଇଜା ଏବଂ ଅପସନ୍ ଡି କ୍ୟାନ୍ସର। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ସୁଗାର। ମୂଳା ଖାଇବା ଦ୍ୱାରା ସୁଗାର ରୋଗ ଠିକ୍ ହୋଇଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। କେଉଁ ଦେଶରେ ଚୁଇଙ୍ଗମ୍ ଖାଇବା ଓ ବିକ୍ରି କରିବା ବ୍ୟାନ୍ ଅଟେ? ଅପସନ୍ ଏ ସିଙ୍ଗାପୁର, ଅପସନ୍ ବି ଚାଇନା, ଅପସନ୍ ସି ଜାପାନ ଏବଂ ଅପସନ୍ ଡି ଭାରତ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ସିଙ୍ଗାପୁର। ସିଙ୍ଗାପୁର ଦେଶରେ ଚୁଇଙ୍ଗମ୍ ଖାଇବା ଓ ବିକ୍ରି କରିବା ବ୍ୟାନ୍ ଅଟେ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ନିୟମିତ କେଉଁ ଜୁସ୍ ପିଇଲେ ମୁହଁରେ ଉଜ୍ଜ୍ୱଳତା ବଢ଼ିଥାଏ? ଅପସନ୍ ଏ କଲରା, ଅପସନ୍ ବି ବିଟ୍, ଅପସନ୍ ସି ଗାଜର ଏବଂ ଅପସନ୍ ଡି ସପୁରୀ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ଗାଜର। ନିୟମିତ ଗାଜର ଜୁସ୍ ପିଇଲେ ମୁହଁରେ ଉଜ୍ଜ୍ୱଳତା ବଢ଼ିଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। କେଉଁ ଡାଲି ଖାଇଲେ ରକ୍ତ ଶୀଘ୍ର ବୃଦ୍ଧି ହୋଇଥାଏ? ଅପସନ୍ ଏ ହରଡ଼ ଡାଲି ଖାଇଲେ, ଅପସନ୍ ବି ବୁଟ ଡାଲି ଖାଇଲେ, ଅପସନ୍ ସି ମୁଗ ଡାଲି ଖାଇଲେ ଏବଂ ଅପସନ୍ ଡି ବିରି ଡାଲି ଖାଇଲେ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ବୁଟ ଡାଲି ଖାଇଲେ। ବୁଟ ଡାଲି ଖାଇଲେ ରକ୍ତ ଶୀଘ୍ର ବୃଦ୍ଧି ହୋଇଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ଅଧିକ ଭାତ ଖାଇବା ଦ୍ୱାରା କେଉଁ ରୋଗ ହୋଇଥାଏ? ଅପସନ୍ ଏ ଯକ୍ଷ୍ମା ରୋଗ, ଅପସନ୍ ବି କ୍ୟାନ୍ସର ରୋଗ, ଅପସନ୍ ସି ମିଳିମିଳା ରୋଗ ଏବଂ ଅପସନ୍ ଡି ସୁଗାର ରୋଗ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ସୁଗାର ରୋଗ। ଅଧିକ ଭାତ ଖାଇବା ଦ୍ୱାରା ସୁଗାର ରୋଗ ହୋଇଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ପ୍ରତିଦିନ ସକାଳୁ ଖାଲି ପେଟରେ କ'ଣ ପିଇବା ଦ୍ୱାରା ପେଟର ଚର୍ବି 7 ଦିନ ମଧ୍ୟରେ ହ୍ରାସ ହୋଇଥାଏ? ଅପସନ୍ ଏ ପାନମଧୁରୀ ପାଣି, ଅପସନ୍ ବି ଲେମ୍ବୁ ପାଣି, ଅପସନ୍ ସି ଅଦା ପାଣି ଏବଂ ଅପସନ୍ ଡି ଜିରା ପାଣି। ସୋ ଫ୍ରେଣ୍ଡସ୍, ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ଜାଣିବା ପୂର୍ବରେ ଯଦି ଆପଣମାନେ ଆମର ଚ୍ୟାନେଲକୁ ନୂଆ କରି ଭିଜିଟ୍ କରିଛନ୍ତି ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ବଟନଟିକୁ ଦବାଇ ଅଲ୍ ଉପରେ କ୍ଲିକ୍ କରିଦିଅନ୍ତୁ, ଯାହାଫଳରେ କି ଯେତେବେଳେ ବି ଏହିପରି ଭିଡ଼ିଓ ଆପଲୋଡ଼ ହେବ ଆପଣମାନେ ସର୍ବପ୍ରଥମେ ପାଇପାରିବେ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ପାନମଧୁରୀ ପାଣି। ପ୍ରତିଦିନ ସକାଳୁ ଖାଲି ପେଟରେ ପାନମଧୁରୀ ପାଣି ପିଇବା ଦ୍ୱାରା ପେଟର ଚର୍ବି 7 ଦିନ ମଧ୍ୟରେ ହ୍ରାସ ହୋଇଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ଖରାଦିନେ ଦୁର୍ବଳ ଅନୁଭବ କଲେ ସକାଳୁ କ'ଣ ଖାଇଲେ ତାହା ଦୂର ହୁଏ? ଅପସନ୍ ଏ ମହୁ, ଅପସନ୍ ବି ଖଜୁରୀ, ଅପସନ୍ ସି ପନିର ଏବଂ ଅପସନ୍ ଡି ଗୁଡ଼।
सो फ्रेंड्स यार सठिक उत्तरटी होउछि ऑप्शन बी खजूरी। खरा दिने दुर्बल अनुभव कले सकाळू खजूरी खाइले ताहा दूर हुए। सो फ्रेंड्स एबे देखिबा परवर्ती प्रश्नटी बीपी लो हेले केउ फल खाइबा उचित? ऑप्शन ए कदली फल, ऑप्शन बी अमृतभंडा फल, ऑप्शन सी सपुरी फल एवं ऑप्शन डी नाशपाती फल। सो फ्रेंड्स यार सठिक उत्तरटी होउछि ऑप्शन ए कदली फल। बीपी लो हेले कदली फल खाइबा उचित। सो फ्रेंड्स एबे देखिबा परवर्ती प्रश्नटी केउ फल खाइले मुहर सुंदरता बढ़ी थाए? ऑप्शन ए खजूरी फल, ऑप्शन बी कमला फल, ऑप्शन सी अंगूर फल एवं ऑप्शन डी सेव फल। सो फ्रेंड्स यार सठिक उत्तरटी होउछि ऑप्शन बी कमला फल। कमला फल खाइले मुहर सुंदरता बढ़ी थाए। सो फ्रेंड्स एबे देखिबा परवर्ती प्रश्नटी जुआणी सहित कौन खाइले पेट गैस समस्या भल हो जाए? ऑप्शन ए लुण, ऑप्शन बी गुड़, ऑप्शन सी अदा एवं ऑप्शन डी महू। सो फ्रेंड्स यार सठिक उत्तरटी होउछि ऑप्शन सी अदा। जुआणी सहित अदा खाइले पेट गैस समस्या भल हो जाए। सो फ्रेंड्स एबे देखिबा परवर्ती प्रश्नटी केउ पत्र खाइबा द्वारा डायबिटीज रोग कंट्रोल रे रही थाए? ऑप्शन ए बेलपत्र खाइले, ऑप्शन बी नींबू पत्र खाइले, ऑप्शन सी तुलसी पत्र खाइले एवं ऑप्शन डी भृषंग पत्र खाइले। सो फ्रेंड्स यार सठिक उत्तरटी होउछि ऑप्शन डी भृषंग पत्र खाइले। भृषंग पत्र खाइबा द्वारा डायबिटीज रोग कंट्रोल रे रही थाए। सो फ्रेंड्स एबे देखिबा परवर्ती प्रश्नटी माछ किंबा मांस खाइबा परे कौन खाइले खाद्य हजम हो जाए? ऑप्शन ए पियाज, ऑप्शन बी लेंबू रस, ऑप्शन सी रसुण रस एवं ऑप्शन डी अदा रस। सो फ्रेंड्स यार सठिक उत्तरटी होउछि ऑप्शन बी लेंबू रस। माछ किंबा मांस खाइबा परे लेंबू रस खाइले खाद्य हजम हो जाए। सो फ्रेंड्स एबे देखिबा परवर्ती प्रश्नटी क्षीर सहित कौन मिसाई खाइले मनुष्यर स्मरण शक्ति बढ़ी थाए? ऑप्शन ए लेंबू रस, ऑप्शन बी कदली, ऑप्शन सी पान मधुरी एवं ऑप्शन डी महू। सो फ्रेंड्स यार सठिक उत्तरटी होउछि ऑप्शन सी पान मधुरी। क्षीर सहित पान मधुरी मिसाई खाइले मनुष्यर स्मरण शक्ति बढ़ी थाए। सो फ्रेंड्स एबे देखिबा परवर्ती प्रश्नटी बा आजिर शेष प्रश्नटी सकाळू पानी सहित केउ गोटिए पत्र को पीवा द्वारा मरिबा पर्यंत चश्मा लगाइबा को पड़िबो नाही? ऑप्शन ए धनिया पत्र, ऑप्शन बी पुदीना पत्र, ऑप्शन सी मदन मस्तक पत्र एवं ऑप्शन डी भृषंग पत्र। सो फ्रेंड्स यही प्रश्नर सठिक उत्तरटी जानिबा पूर्वरे जदि आपण माने हमर चैनल को नुआ करी विजिट करिसंती ताहेले चैनल टी को सब्सक्राइब करी पाखरे थिबा घंटी बटन टी को दबाई ऑल पर क्लिक कर दियंतु जहा फल रे कि जते बेले भी एही परि वीडियो अपलोड हेबो आपण माने सर्वप्रथमे पाई परिबे। सो फ्रेंड्स एबे देखिबा एही प्रश्नर सठिक उत्तरटी होउछि ऑप्शन सी मदन मस्तक पत्र। सकाळू पानी सहित मदन मस्तक पत्र को पीवा द्वारा मरिबा पर्यंत चश्मा लगाइबा को पड़िबो नाही। सो फ्रेंड्स आज वीडियोटी एठी शेष करूछि पुणी देखाइबा परवर्ती वीडियो रे। जय जगन्नाथ।